ସ୍ୱାଧୀନତା ପରେ ବି 4 ଖଣ୍ଡ ଗାଁରେ ପହଞ୍ଚି ପାରୁନି ସରକାରଙ୍କ ମୌଳିକ ସୁବିଧା। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଳଗଲୁରୁ ଗ୍ରାମ ପଞ୍ଚାୟତରୁ ଆସିଛି ଏକ ଦୁଃଖଦ ଖବର। ସ୍ୱାଧୀନତା ପାଇବାର ଏତେ ବର୍ଷ ପରେ ମଧ୍ୟ ଏଠାକାର 4ଟି ଗାଁରେ ଏବେବି ମୌଳିକ ସୁବିଧାର ଅଭାବ ଦେଖିବାକୁ ମିଳୁଛି। ବିଶେଷକରି ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ପିଲାମାନଙ୍କ ପାଇଁ ଅଙ୍ଗନବାଡ଼ି ସେବା ହେଉ କିମ୍ବା ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ କୌଣସିଟି ବି ସଠିକ୍ ଭାବେ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି। ବିକାଶର ବିଭିନ୍ନ ଯୋଜନା କେବଳ କାଗଜ କଲମରେ ସୀମିତ ରହିଥିବାରୁ ପାହାଡ଼ି ଅଞ୍ଚଳର ଏହି ଗ୍ରାମବାସୀମାନେ ଏବେ ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମ୍ବନ୍ଧରେ ପଟାଙ୍ଗୀ ବିଧାୟକ ତଥା ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ପଚାରିବାରୁ ସେ ଖୁବ୍ ଶୀଘ୍ର ମୌଳିକ ସୁବିଧା ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ପଟାଙ୍ଗୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୋନ୍ ମାଧ୍ୟମରେ ଜଣାଇଛନ୍ତି ଯେ ସେହି ଅଞ୍ଚଳ ପାଇଁ ପ୍ରସ୍ତାବ ପଠାଯାଇଛି ଏବଂ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ। ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ପାଇଁ କୋରାପୁଟରୁ ରିପୋର୍ଟର ଦିଲ୍ଲୀପ ଖରା।